ନମସ୍କାର। ଗପ ଅମୃତରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଗଳ୍ପ କୋଇଲି ଗୀତ ଗାଉଥିବା ଦେଶ। ଆସନ୍ତୁ ଶୁଣିବା। ବିନେଲାର ରାଜା ସୁମନ୍ତ ବହୁ ଉନ୍ନତ ଶିଳ୍ପ ପ୍ରତିଷ୍ଠା କରିଥିଲେ। ସେ ଜଙ୍ଗଲ ସଫା କରି ଅନେକ ପ୍ରାସାଦ ନିର୍ମାଣ କରିଥିଲେ। ଫଳରେ ତାଙ୍କ ପ୍ରଦେଶରେ ଆର୍ଥିକ ସ୍ଥିତି ଉନ୍ନତ ହେଲା ଏବଂ ଲୋକମାନଙ୍କର ଜୀବନ ଧାରଣ ମାନ ବୃଦ୍ଧି ପାଇଲା। କିନ୍ତୁ କ୍ରମେ ଦେଶରେ କମ୍ ବୃଷ୍ଟିପାତ ହେଲା। ଫଳରେ ଶସ୍ୟ ହାନି ଘଟିଲା। ପଡ଼ୋଶୀ ରାଜ୍ୟରୁ ଖାଦ୍ୟଶସ୍ୟ ଆମଦାନୀ କରାଗଲା। ଲୋକେ ବାରମ୍ବାର ଅସୁସ୍ଥ ହେଲେ। ରାଜକୋଷର ଅଧିକାଂଶ ଅର୍ଥ ପ୍ରଜାମାନଙ୍କର ସ୍ୱାସ୍ଥ୍ୟ ରକ୍ଷା ଏବଂ ଖାଦ୍ୟର ଆବଶ୍ୟକତା ପୂରଣ କରିବାରେ ଖର୍ଚ୍ଚ ହେଲା। ଥରେ ହିମାଳୟରୁ ଜଣେ ସାଧୁ ବିନେଲା ଭ୍ରମଣରେ ଆସିଲେ। ସୁମନ୍ତ ସାଧୁଙ୍କୁ ସାକ୍ଷାତ କରିବାକୁ ଗଲେ। ସମ୍ମାନର ସହିତ ଅଭିବାଦନ ଜଣାଇ ସେ ପରିସ୍ଥିତି ବାବଦରେ ବୁଝାଇ କହିଲେ ଏବଂ ସମାଧାନ ନିମନ୍ତେ ମାର୍ଗଦର୍ଶନ କରିବା ପାଇଁ ଅନୁରୋଧ କଲେ। ସାଧୁ ଜଣକ ଆଖି ବନ୍ଦ କରି ବସିଲେ ଏବଂ ଗୋଟିଏ ମିନିଟ ଧ୍ୟାନ କଲେ। ତାପରେ କହିଲେ, ଯେଉଁଦିନ ବିନେଲାରେ ଗୋଟିଏ କୋଇଲି ଗୀତ ଗାଇବ, ତୁମର ସମସ୍ୟାର ସମାଧାନ ହୋଇଯିବ। ସୁମନ୍ତ ପ୍ରତ୍ୟେକ ଗ୍ରାମକୁ ଖବର ଦେଲେ, ଯେପରି କୋଇଲି ଗୀତ ଗାଇବ ତାର ବ୍ୟବସ୍ଥା କର। ପଡ଼ୋଶୀ ରାଜ୍ୟରୁ କୋଇଲିମାନଙ୍କୁ ଅଣାଗଲା। ସେମାନଙ୍କୁ ପ୍ରିୟ ଖାଦ୍ୟ ଦିଆଗଲା। ସେମାନେ କୋଇଲିର ଗୀତ ଶୁଣିବା ପାଇଁ ଉତ୍କଣ୍ଠାର ସହିତ ଅନାଇ ବସିଲେ। ବହୁତ ଦିନ ବିତିଗଲା, ହେଲେ କୌଣସି ଫଳ ହେଲା ନାହିଁ। କୋଇଲି ଗୀତ ଗାଇଲେ ନାହିଁ। କୋଇଲିମାନଙ୍କୁ ତାଙ୍କ ପଞ୍ଜୁରୀରୁ ମୁକ୍ତ କରିଦିଆଗଲା। ସମସ୍ତେ ଭାବିଲେ, ସେମାନଙ୍କୁ ମୁକ୍ତ କରିଦେଲେ ହୁଏତ ସେମାନେ ଗୀତ ଗାଇପାରନ୍ତି। ତଥାପି ମଧ୍ୟ ସେମାନେ ଗୀତ ଗାଇଲେ ନାହିଁ। କ'ଣ କାରଣ କିଛି ଜାଣି ହେଉନଥାଏ। ସେମାନେ ଉଡ଼ି ଚାଲିଗଲେ। ସୁମନ୍ତ ପୁଣି ଥରେ ସାଧୁଙ୍କୁ ଭେଟି ତାଙ୍କର ନିଷ୍ଫଳ ଉଦ୍ୟମ ବିଷୟରେ କହିଲେ। ସାଧୁ ଧୈର୍ଯ୍ୟ ଧରି ସବୁ କଥା ଶୁଣିଲେ। ତାପରେ ପଚାରିଲେ, ତୁମେ ବସନ୍ତ ଋତୁରେ ଚେଷ୍ଟା କରିଥିଲ କି? ରାଜା ଉତ୍ତର ପାଇଁ ଆଶାପୂର୍ଣ୍ଣ ନୟନରେ ମନ୍ତ୍ରୀଙ୍କ ଆଡ଼କୁ ଚାହିଁଲେ। ମନ୍ତ୍ରୀ ବିନୀତ ଭାବରେ ଉତ୍ତର ଦେଲେ ଯେ, ଆଜ୍ଞା, ବହୁତ ଦିନ ହେଲାଣି ଆମେ ଋତୁ ବିଷୟରେ ଭୁଲି ଗଲୁଣି। ବର୍ଷ ସାରା ଏଠାରେ କେବଳ ଗ୍ରୀଷ୍ମ ଋତୁ ଅନୁଭୂତ ହେଉଛି। ସାଧୁ ହସିଦେଲେ। ତୁମେମାନେ ଯେତେବେଳେ ଗଛ କାଟି ଜଙ୍ଗଲ ଧ୍ୱଂସ କରିଦେଲ, ଋତୁର ଆନନ୍ଦ କିପରି ଆହରଣ କରିବ? ତୁମେମାନେ ଶିଳ୍ପକୁ ଅତ୍ୟଧିକ ଗୁରୁତ୍ୱ ଦେଇ ତୁମର ରାଜ୍ୟକୁ ଏକ ପଥରର ଉଦ୍ୟାନ କରିଦେଲ। ଚାରିପଟେ ସବୁଜିମାର ଚିହ୍ନବର୍ଣ୍ଣ ନାହିଁ। ମେଘ କିପରି ଆକର୍ଷିତ ହେବ? ଯଦି ଗୋଟିଏ ସ୍ଥାନକୁ ବସନ୍ତ ଋତୁ ଆସିବ ନାହିଁ, କୋଇଲି କିପରି ପ୍ରବେଶ କରିବେ? କାହା ଦ୍ୱାରା ଆମୋଦିତ ହୋଇ କୋଇଲି ଗୀତ ଗାଇବ? ବଣ ଜଙ୍ଗଲ ଏବଂ ବନ୍ୟଜନ୍ତୁ ହ୍ରାସ ପାଇବ, ଯାଦ୍ୱାରା ରାଜ୍ୟ ସାରା ମରୁଡ଼ି ବ୍ୟାପିବ। ବିଭିନ୍ନ ରୋଗ ବ୍ୟାପିବାର କାରଣ ମଧ୍ୟ ଏହା। ଯଦି ଆମେ ପରିବେଶର ସୁରକ୍ଷା କରିବା, ତେବେ ସେ ମଧ୍ୟ ଆମକୁ ସୁରକ୍ଷା ଯୋଗାଇ ଦେବ। ଦୟାକରି ପରିସ୍ଥିତିର ଗମ୍ଭୀରତାକୁ ଏବେ ହୃଦୟଙ୍ଗମ କର ଏବଂ ବୃକ୍ଷରୋପଣ ଆରମ୍ଭ କର। ଦେଖିବ, ଖୁବ୍ ଶୀଘ୍ର ତୁମର ଅସୁବିଧା ଦୂରେଇ ଯିବ। ଶିଳ୍ପର ବିକାଶ, ଗୃହ ନିର୍ମାଣ ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଏହି ପ୍ରକ୍ରିୟାରେ ପରିବେଶକୁ ଅବହେଳା କରିବା ଅନୁଚିତ। ଜଙ୍ଗଲ ଧ୍ୱଂସ କରିବା ଅନୁଚିତ। ପରିବେଶର ସ୍ୱାସ୍ଥ୍ୟକୁ ବାଦ୍ ଦେଇ ସୁଖମୟ ଜୀବନର କଳ୍ପନା ଅସମ୍ଭବ ହୋଇଥାଏ। ସାଧୁ ଏଭଳି ପରାମର୍ଶ ଦେଲେ। ସାଧୁଙ୍କର କଥା ସୁମନ୍ତଙ୍କ ହୃଦୟରେ ଗଭୀର ରେଖାପାତ କଲା। ସେ ତାଙ୍କର ଭୁଲ ବୁଝିପାରିଲେ ଏବଂ ତୁରନ୍ତ ଗଛ ଲଗାଇ ଯୁଦ୍ଧକାଳୀନ ଭିତ୍ତିରେ ଜଙ୍ଗଲ ସଂରକ୍ଷଣ ପାଇଁ ପଦକ୍ଷେପ ନେଲେ। ବନ୍ଧୁଗଣ, ଏ ଥିଲା ଛୋଟିଆ ଗଳ୍ପଟି। ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ ନିଶ୍ଚିନ୍ତ କରିବେ।